ନିଜକୁ ସମର୍ପଣ କରିଦେଇ ଆଜ୍ଞା ଚାଲିଯିବେ। ନିହାତି ଭାବରେ ଏଇ ଭଲ ପାଇବା ଶ୍ରଦ୍ଧା ମୋ ପ୍ରତି ରହିଥାଉ। ଜଗନ୍ନାଥ ଆପଣମାନଙ୍କର ମଙ୍ଗଳ କରନ୍ତୁ। ଜଗନ୍ନାଥ ବି ମୋତେ ସହାୟ ହୁଅନ୍ତୁ, ଆହୁରି ଭଲ ସଦ୍ବୁଦ୍ଧି ଦିଅନ୍ତୁ, ନଙ୍ଗଳା ନାଚଠାରୁ ଦୂରେଇ ରଖନ୍ତୁ। ତେଣୁ ପାଇଁ ସୋ ନିହାତି ଭାବରେ ମୁଁ କଥା କୁହା କପିଳା ନୁହଁ, ସବୁବେଳେ କାମ କରି ଦେଖିବାକୁ ଭଲ ପାଏ। ସୋ ସମସ୍ତଙ୍କୁ ଅନୁରୋଧ ରହିଲା, କାଲି ଅପେକ୍ଷାରେ ରହିଲି, କାଲି ସନ୍ଧ୍ୟା 7ଟାରେ ଦେଖା ହେବ ଏବଂ ଆଜି ନାଟକ ରାଜଧାନୀର ରଜନୀଗନ୍ଧା ନାଟକ ଦେଖିବା ପାଇଁ ଆପଣମାନଙ୍କୁ ଅନୁରୋଧ ଏବଂ ସବୁ ଗଣମାଧ୍ୟମକୁ ବହୁତ ବହୁତ ଧନ୍ୟବାଦ, ପ୍ରଶାସନକୁ ଧନ୍ୟବାଦ, ପୋଲିସ ପ୍ରଶାସନକୁ ଧନ୍ୟବାଦ। ଆଜିର ନାଟକ ସମସ୍ତେ ଭଲ ଭାବରେ ଦେଖନ୍ତୁ ଏବଂ ନାଟକର ରିଭ୍ୟୁ ମୋତେ ଦେଇକି ଯିବେ। ଯଦି କୋଉଠି ତ୍ରୁଟି ଥିବ, କାରଣ ନୂଆ ନାଟକ, ମୋର ଦେହ ଖରାପ ପାଇଁ ମୁଁ ଭଲ ଭାବରେ ଟିକେ ଡାଇଲଗ୍ ଗୁଡ଼ାକ ମୁଣ୍ଡ ଭିତରେ ପୁରେଇନି, ଅତି ଭିତରେ ପୁରେଇବାକୁ ମୋତେ ଟିକେ ସମୟ ଲାଗିବ। ଯୋଉ ମା ଭଉଣୀମାନେ ଆସୁଛନ୍ତି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଯାହା ମୋ ଭଳିଆ ଛତର ଖାଇକି ଦେଖୁଛନ୍ତି। ଦେହ ପକଡ଼ା ଦେଖି ଫୁଲା ଓକେ ରହିଲି। ଗୁଡ୍ ନାଇଟ୍। ପୁଣି ରାତି 4ଟା 5ଟା ପର୍ଯ୍ୟନ୍ତ ମୁଁ ଯେମିତି ଦେଖିବି, ଓଡ଼ିଶାବାସୀ ମୋତେ ହୃଦୟ ଭଲ ପାଆନ୍ତି, ସକାଳ ପର୍ଯ୍ୟନ୍ତ ଯେମିତି ଗୋଟେ ଚେୟାର ମୋର ଖାଲି ରହିବନି, ସବୁ ଚେୟାରରେ ଲୋକ ବସିଥିବା ଦରକାର। ମୁଁ ଜାଣିବି ଯେ ନାଇଁ ମୋତେ ଓଡ଼ିଶାବାସୀ ହୃଦୟ ଭଲ ପାଉଛନ୍ତି। ତାପରେ ମୁଁ ବି ଏ ଓଡ଼ିଶା ଛାଡ଼ିବା ପୂର୍ବରୁ, ଏ ଜୀବନ ଛାଡ଼ିବା ପୂର୍ବରୁ ନିହାତି ଭାବରେ ଏଇ ଶରୀରକୁ 90% ଭଲ ହେଇଗଲେଣି, ଆଉ 10% ଅଛି ଭଲ ହେଇଯିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆଉ ଜଗନ୍ନାଥଙ୍କର ଭଲ ପାଇବା ଧମାଲ ତ ନିହାତି ହବ। ମୁଁ ମୋର ଅଭିନୟ ଜଲବା ଦେଖେଇବି ନିହାତି ଭାବରେ। ତେଣୁ ଓଡ଼ିଶାବାସୀଙ୍କର ଯୋଉ ଭଲ ପାଇବା, ସ୍ନେହ, ଶ୍ରଦ୍ଧା ଏମିତି ମୋ ପ୍ରତି ରହିଥାଉ ଏବଂ ପ୍ରକୃତରେ ଓଡ଼ିଶାବାସୀ ମୋତେ କେତେ ଭଲ ପାଆନ୍ତି ଏ ଖଣ୍ଡଗିରିରେ ମୋତେ ପ୍ରୁଭ୍ କରି ଦେଖାନ୍ତୁ। ଏବଂ ସବୁଠାରୁ ବଡ଼ କଥା ହେଉଛି ଏତେ ଗୁଡ଼ାଏ ଯାତ୍ରା ପାର୍ଟି ପଡ଼ିଛି, ସବୁ ଯାତ୍ରା ପାର୍ଟି ମଧ୍ୟରେ ରାଣୀ ପଣ୍ଡା ପୁଣି ଆସିବାର ସୁଯୋଗ ପାଇଛି ଯାତ୍ରା ପୃଥ୍ୱୀରାଜରେ। ରାଜଧାନୀର ରଜନୀଗନ୍ଧା ଅନୁସନ୍ଧାନ ନାଟକ ସବୁ ଓଡ଼ିଶାବାସୀଙ୍କୁ ଅନୁରୋଧ, ଏଇ ନାଟକଟି ଖାସ୍ କରି ଦେଖିବାକୁ ଆସନ୍ତୁ ଏବଂ ସମସ୍ତଙ୍କର ଭଲ ପାଇବା ଆଶୀର୍ବାଦ ଥିଲେ ନିହାତି ଭାବରେ ମୋ ନାଟକଟି ହିଟ୍ ହେବ। ନୂଆ ନାଟକ, ଯଦି କୋଉଠି କିଛି ତ୍ରୁଟି ରହିବ ମୋତେ କ୍ଷମା କରିବେ ଏବଂ ସମସ୍ତଙ୍କର ଭଲ ପାଇବା, ସ୍ନେହ, ଶ୍ରଦ୍ଧା ପୃଥ୍ୱୀରାଜର ଯାତ୍ରା ପାର୍ଟି ଉପରେ ରହିଥାଏ। ରାଣୀ ପଣ୍ଡା ଜଲୁଆ ଅଭିନୟ ମାତ୍ରାରେ ଜଲୁଆ ଦେଖେଇବ। ମୁଁ ଏ ବିଷୟରେ କିଛି କହିବିନି, ମୁଁ ତ ଅଭିନୟ କରୁଛି, ମୁଁ କାଇଁ ଏ ବିଷୟରେ କିଛି କହିବି। ନିହାତି ଭାବରେ ବଟ୍ ମୋର ଯାହାଟା କେସ୍ ହେଇଥିଲା, ମୁଁ ଆଗରୁ ବି ବହୁତ ଜାଗାରେ କହିଛି ଯେ ମୋର ଏଇଟା ଗୋଟେ ବାଇ ମିଷ୍ଟେକ୍ରେ ହେଇଥିଲା, ସେମିତି ମୁଁ ଇଣ୍ଟେନସନାଲି କୌଣସି କାମ କରିନାହିଁ। ସୋ ଲୋକମାନେ ଅଲରେଡି ଜାଣିଗଲେଣି, ତ ଖଣ୍ଡଗିରିରେ ରାଣୀ ପଣ୍ଡାକୁ ମନା ଆଉ ନାହିଁ। ସେଥିପାଇଁ ପ୍ରଶାସନକୁ ଧନ୍ୟବାଦ, ପୋଲିସ ପ୍ରଶାସନକୁ ଧନ୍ୟବାଦ, ଟୋଟାଲ ଟିମ୍ मेंबर मानक धन्यवाद। जो मेंबर माने आज एत सुंदर आयोजन कर मो महताबर जी सब कमिटी भाई माने एवं डीसीपी हूँ, कलेक्टर हूँ, समस्त बहुत धन्यवाद।